ସେତେବେଳେ କୋଉଠିକି ଛୁଇଁକିରି ପ୍ରଣାମ କରୁଛନ୍ତି? ପୁରା ମୁଣ୍ଡ ତଳକୁ ନେଉଛନ୍ତି, ମୁଣ୍ଡ ହାତ ପାଦରେ ଲଗାଉଛନ୍ତି, ପ୍ରଣାମ କରୁଛନ୍ତି। ତାହା ହେଉଛି ପ୍ରଣାମର ବିଧି। ବର୍ତ୍ତମାନ ସମୟରେ ଅବଶ୍ୟ ଆମେ ଆଣ୍ଠୁକୁ ଛୁଇଁକିରି ପ୍ରଣାମ କରିଦେଉଛେ। ଅଣ୍ଟା ହଲେଇକିରି ସେ ଯେମିତି ଦୂତ ରାଜାଙ୍କ ସାମ୍ନାରେ ହାଜିର ହୋ ମହାରାଜ କହିଲା ପରି ଆମେ ସେମିତି ପ୍ରଣାମ କରିଦେଉଛେ। ପ୍ରଣାମର ଯେଉଁ ତାକୁ ଇଂରାଜୀରେ ଷ୍ଟାଇଲ କୁହାଯାଇପାରେ ହୁଏତ ବଦଳି ଯାଇଛି, କିନ୍ତୁ ପ୍ରଣାମ ଯାହା ବାସ୍ତବ ତାହା ପାଦକୁ ଛୁଇଁକିରି କରାଯାଏ। ପାଦ ବ୍ୟତୀତ ଇଏ ଶରୀର ସ୍ଥାଣୁ କୌଣସି କାମ କରାଯାଇପାରିବ ନାହିଁ। ତେଣୁ ଯେଉଁ ଆଦି ପୁରୁଷଙ୍କ ଠାରୁ ସୃଷ୍ଟି ହେଇଛନ୍ତି ଇଏ ବ୍ରହ୍ମାଣ୍ଡ, ଇଏ ଅଗ୍ନି, ବାୟୁ ଏବଂ ଯେଉଁ ବର୍ଣ୍ଣର ବ୍ୟବସ୍ଥା କୁହାଯାଇଛି, ପାଦ ସର୍ବନିମ୍ନ ହେଲା କେମିତି? ଯାହା ବ୍ୟତୀତ ଆମର ସ୍ଥିତି ହିଁ ନାହିଁ, ମାନେ କିଛି ନାହିଁ ଆମର। ତେଣୁ ମୋ ମତରେ ହେଉଛି ଯେ ଯାହା ବ୍ୟତୀତ